ଯେତେବେଳେ ବଜେଟ୍ କମି ଯାଉଛି ସେତେବେଳେ ଗୋଟେ ଫିଲ୍ମର ମାନେ କ'ଣ ଲୁକ୍ ବି କମି ଯାଉଛି। ତେଣୁ ଯେତେବେଳେ ବଜେଟ୍ ଲୁକ୍ କମିଲା ବେଳକୁ ଆପଣଙ୍କର ଲୋକ କହୁଛନ୍ତି ପସନ୍ଦ ବି କରୁନାହାନ୍ତି। ତେଣୁ ବଜେଟ୍ ଯେତେ ଭଲ ବଜେଟ୍ ହେବ ସେତେ ଭଲ ଫିଲ୍ମ ହେବ। ଯେତେ ଭଲ ବଜେଟ୍ ନହେଲେ ବି ଯଦି ମାଇଣ୍ଡ ସେଟ୍ ସେଇଭଳିଆ ରହିବ ତ କୋଅପରେସନ୍ ଆର୍ଟିଷ୍ଟ ମାନେ କରିବେ ତାହେଲେ ନିଶ୍ଚୟ ଭଲ ଫିଲ୍ମ ହେଇପାରିବ। 30 ବର୍ଷର ଜର୍ଣ୍ଣି ମାନେ ରସିକ ନାୟକ 2007ରୁ 2025 ଏପର୍ଯ୍ୟନ୍ତ 27ରୁ 28ଟି ମୁଭି ତିଆରି ହେଲାଣି। ଆଉ ଗୋଟେ ବଡ଼ ଅନୁଭୂତି ହେଉଛି ଶମ୍ଭୁର, ଯିଏକି ଗୋଟେ ବଡ଼ କଥା ହେଉଛି ଯେତେବେଳେ ଫିଲ୍ମ କରାଗଲା ଗୋଟେ ନୂଆ ପ୍ରଡ୍ୟୁସରଙ୍କୁ ସେ ଫିଲ୍ମ ଲାଇନ୍ ସହିତ ମିନିମମ୍ 40 ବର୍ଷ ହେଲା ସଂଶ୍ଳିଷ୍ଟ ଥିଲେ। ଧୀର ବିଶ୍ୱାଳଙ୍କଠୁ ଆରମ୍ଭ କରିକି ବହୁତ ବଡ଼ ବଡ଼ ପ୍ରଯୋଜକ ସହିତ ତାଙ୍କର ଥିଲେ ଫିଲ୍ମର ତିଆରି କରିବାର ଅଭିଜ୍ଞତା ଓ ଡିଷ୍ଟ୍ରିବ୍ୟୁସନ୍ ଅଭିଜ୍ଞତା ଥିଲା ବିଭୂତି ଭାଇଙ୍କର, ଯିଏ ମୋର ପ୍ରଯୋଜକ। ଆଉ ବଡ଼ କଥା ହେଉଛି ଗୋଟେ ସମସ୍ତେ ଯେ ଫିଲ୍ମ କରିପାରିବେ ତା ନୁହେଁ। ଭଲ ମଣିଷ କଳାକୁ ଭଲ ପାଉଥିବା ଲୋକ ହିଁ ଫିଲ୍ମ କରିପାରନ୍ତି। ଦୁନିଆର ବହୁତ ବଡ଼ ବଡ଼ ପଇସା ବାଲା ଅଛନ୍ତି ଯିଏକି ଫିଲ୍ମ କରିପାରନ୍ତିନି, ତାଙ୍କର ସେ ଭାବନା ନଥାଏ, ଫିଲ୍ମ ପ୍ରୀତି ନଥାଏ। ଫିଲ୍ମକୁ ଭଲ ପାଉଥିବା ଲୋକ ହିଁ ଫିଲ୍ମ କରନ୍ତି। ତା ଭିତରୁ ବିଭୂତି ଆଉ ଜଣେ। ତାଙ୍କର ଯେଉଁ ଚେଷ୍ଟା ଥିଲା ସବୁ ପିକ୍ଚର କରିବା ପାଇଁ, ଯେତେବେଳେ ମୋତେ ଡାକିଥିଲେ ଦିଲ୍ଲୀପ ଚାଲ ଗୋଟେ ପିକ୍ଚର କରିବା, ଟାଇଟଲ କ'ଣ ହେବ ଶମ୍ଭୁ। ଶମ୍ଭୁ କ'ଣ ଟାଇଟଲ? କହିଲେ ଆଜ୍ଞା କରନ୍ତୁ 2 ଅକ୍ଷର ମୋତେ ଶୁଭ, ଆପଣଙ୍କର ରାଶି ମୋ ରାଶି ମକର ରାଶି, 2 ସଂଖ୍ୟା ଲକି, ତେଣୁ ମୋର ହିରୋ ହିଟ୍ ଥିଲା। କ୍ରିମିନାଲ 4 ସଂଖ୍ୟା ଥିଲା, ହିଟ୍ ଥିଲା, ତେଣୁ ଧର୍ମ ଥିଲା। ତେଣୁ ମୁଁ କହିଲି ଶମ୍ଭୁ ରଖାଯାଉ। ତାପରେ କାହାଣୀ ଶୁଣିଲେ, କାହାଣୀ ଶୁଣିଲା ପରେ ସେତେବେଳେ ପ୍ଲାନିଂ ହେଲା ହିରୋ କାହାକୁ ନେବା। ସେଇ ସମୟରେ ହୁଏତ ଯେଉଁ ସମୟରେ ଆମେ ପିକ୍ଚରଟି ଆରମ୍ଭ କରିଥିଲୁ ହିରୋର ଅଭାବ ଥିଲା। ଆଉ ଯେଉଁ ହିରୋମାନଙ୍କୁ ମୁଁ ଭାବିଥିଲି ସେ ହିରୋମାନେ ଅନ୍ୟ ପ୍ରୋଜେକ୍ଟରେ ସେମାନେ କାମ କରୁଥିଲେ। ତେଣୁ ସମ୍ଭବ ହେଇପାରିନଥିଲା, ଯେହେତୁ ମୋ ପ୍ରଯୋଜକ ବ୍ୟସ୍ତ ମାନେ କ'ଣ ବହୁତ ବ୍ୟସ୍ତ ଥିଲେ ପିକ୍ଚର କରିବା ପାଇଁ। ତେଣୁ ଆମେ ଶୁଭମକୁ ଚୁଜ୍ କଲୁ। ସେ ମୋତେ କହିଥିଲେ ରିସ୍କ କେମିତି ନେଇ ହେବ, ଏତେ ବଡ଼ ଇନଭେଷ୍ଟମେଣ୍ଟ ହେଉଛି କେମିତି ନେଇ ହେବ। ତେଣୁ ସେତେବେଳେ ଗୋଟେ ଗ୍ରୁପ୍ କଲି, ମାନେ ମୋର ଗୋଟେ ଟିମ୍ ତିଆରି କଲି। ଟିମ୍ରେ କ'ଣ ହେଲା, ମୋ ଟିମ୍ରେ ଆସିକି ଯେ ଡାଇଲଗ ରାଇଟର ଦେଖିଲେ କି ଡକ୍ଟର ରଜନୀ ରଞ୍ଜନ, ଆଉ ଭେଟରାନ୍ ମ୍ୟୁଜିକ୍ ଡାଇରେକ୍ଟର ଯିଏକି ହିରୋ କ୍ରିମିନାଲରେ ମୋ ସହିତ ଧର୍ମରେ ମ୍ୟୁଜିକ୍ କରିଥିଲେ, ଭେଟରାନ୍ ମ୍ୟୁଜିକ୍ ଦୀପକ କୁମାର, ଯାହାଙ୍କ ଗୀତ ଗୁଡ଼ିକ ମାରିଦେ ମାରିଦେ ପ୍ରେମ ତ ତୁ ମୋ ହିରୋ ତୁ ମୋ ହିରୋଇନ୍, ବହୁତ ଗୀତ ମୋର 4ଟାକ ପିକ୍ଚର ସେ ବହୁତ ବ୍ଲକବଷ୍ଟର ଗୀତ ବି ଦେଇଛନ୍ତି। ତେଣୁ ତାଙ୍କୁ ବି ଆମ ଟିମ୍ରେ ରଖାଗଲା। ତାପରେ ଏମିତି ହଉ ହଉ ପୁଣି କିଏ ଭିଲିଆନ୍ ହେବ, ଭିଲିଆନ୍ ପାଇଁ ଆମେ କୁ ପ୍ଲାନ୍ କରିଥିଲୁ। ସେତେବେଳେ ଆଉ ଗୋଟେ ପିକ୍ଚର ପାଇଁ ସେ ଡେଟ୍ ଦେଇପାରିଲେନି, ଯେହେତୁ ପିୟୁଷ ସହିତ ମୋର ଆଗରୁ ବଣ୍ଡିଙ୍ଗ ଥିଲା ଭଲ। ଯେହେତୁ ଆମେ ଅନ୍ନପୂର୍ଣ୍ଣାର ଷ୍ଟେଜ୍ ଫେଜ୍ରେ ଆମେ ବସା ଉଠା ହୁଏ, ୱିଥ୍ ଫିଲ୍ମ ସହିତ କଥାବାର୍ତ୍ତା ହୁଏ, ସେତେବେଳେ ଦେଖା ହୁଏ। ତେଣୁ ପିୟୁଷକୁ ନେଇଥିଲୁ। ପିୟୁଷକୁ ଧନ୍ୟବାଦ ଦେବା କଥା, ଗୋଟେ ଯାତ୍ରା ସିଡ୍ୟୁଲ୍ ଯାତ୍ରା ଯେଉଁ ରାତି ଯାକ ଅନିନ୍ଦ୍ରା ହେଇ ସକାଳ 7ଟାରେ ଆସିକି 22 ଡେଜ୍ ସେ ସୁଟିଂ କରିଛି ମୋ ସାଥିରେ କରିଥିଲା। ତାପରେ ସେଇ ସମୟରେ ହିରୋଇନ୍, ଯେ ନୂଆ ହିରୋ ସହିତ ହିରୋଇନ୍ କିଏ ହେବ ସେଥିପାଇଁ ଗୋଟେ ପ୍ରୋବ୍ଲେମ୍ ଚାଲିଲା। ତେଣୁ ଯାଇ ହଉ ଆମର ତମନ୍ନା ଆମ ଟିମ୍ରେ ଜଏନ୍ କରିଥିଲେ। ଆଉ 2 ଜଣ ଯାକର କେମିଷ୍ଟ୍ରି ବହୁତ ବଢ଼ିଆ ଥିଲା। ଆଉ ଇଏ ଗୋଟେ ଆକ୍ସନ୍ ଭିତ୍ତିକ ମୁଭି, ଆକ୍ସନ୍ ଇମୋସନ୍ ଫ୍ୟାମିଲି ଡ୍ରାମା ମୁଭି। ଦର୍ଶକଙ୍କୁ ଭଲ ଲାଗିବ, ଯାହା ଲୋକ ବୋର୍ ହେବେନି, ଲୋକ ନିଶ୍ଚୟ ଭଲ ପାଇବେ। ଗୀତ ସହ ଯେତେବେଳେ ପିକ୍ଚରଟିକୁ ଏନ୍ଜୟ କରିବେ ନିଶ୍ଚୟ ଭଲ ଲାଗିବ। ଆଉ ଆମେ ପ୍ରିପେୟାର ହେଉଛୁ ରଜରେ ରିଲିଜ୍ କରିବା ପାଇଁ। ସାଧାରଣତଃ କୁହାଯାଏ କି ଯାତ୍ରା ଫର୍ମାଟ ଆଉ ସିନେମା ଫର୍ମାଟ ଟିକେ ଡିଫରେଣ୍ଟ ବୋଲି, କିଛି ଅସୁବିଧା ହେଇଥିଲା କି ପିୟୁଷକୁ ନେଇକି? ଦେଖନ୍ତୁ ଯାତ୍ରା ଫର୍ମାଟ ଆଉ ଫିଲ୍ମ ଫର୍ମାଟ କିଛି ଇଏ ନୁହେଁ। ମେନ୍ ହେଉଛି ଆପଣଙ୍କର ନିର୍ଦ୍ଦେଶକ। ୟା ପୂର୍ବରୁ ମୁଁ ଦୈତାରୀ ପଣ୍ଡାକୁ ନେଇକି ବଡ଼ ରୋଲ୍ କରିଛି ତୁ ମୋ ସୁନା ଚଢ଼େଇରେ, କିଛି ପ୍ରୋବ୍ଲେମ୍ ହେଇନି, ବହୁତ ବଢ଼ିଆ ଭଲ ଅଭିନୟ କରିଛନ୍ତି, ଲୋକମାନେ ଆପ୍ରିସିଏଟ୍ କରିଥିଲେ ସେ ତାଙ୍କ ଚରିତ୍ରକୁ। ଏଥିରେ ବି ଦେଖିବେ ଆପଣଙ୍କୁ ଲାଗିବନି ଯେ ଆମର ପିୟୁଷ ଫିଲ୍ମ ପାଟର୍ନରେ କରିଛନ୍ତି। ସେ ଯେହେତୁ ଆଗରୁ ଥିଏଟରରୁ ଆସିଛନ୍ତି, ତେଣୁ ତାଙ୍କ ପାଇଁ ଏଇଟା କିଛି ସମସ୍ୟା ହେଇନି, ମୋ ପାଇଁ ବି ହେଇନି। ତାଙ୍କ ଭିତରେ ଗୋଟେ ଭଲ 2 ଜଣ କେମିଷ୍ଟ୍ରି ଥିଲା, ସେ ମୋ କଥା ବୁଝିପାରୁଥିଲେ, ବହୁତ ଇଜି ଲାଗୁଥିଲା ସେ ଯେତେବେଳେ ଅଭିନୟ କରୁଥିଲେ, ଆଉ ବହୁତ ଜୋସ୍ରେ ବି ସେ କରୁଥିଲେ। କେବେ ରିଲିଜ୍ କରିବେ ବୋଲି? ଯେହେତୁ ମୋର ପ୍ରଡକ୍ସନ ହାଉସ୍ର ମାନେ ପ୍ଲାନ୍ କରୁଛୁ ଆମେ ଯେ ରଜରେ ଆସିବୁ। ଯେତେ ଗୁଡ଼ିଏ ପିକ୍ଚର ଆସିଲେ ବି ନିଶ୍ଚୟ ଏ ପିକ୍ଚରକୁ ରଜରେ ଲୋକ ଏନ୍ଜୟ କରିବେ। ଆପଣ ରସିକ ନାଗର ଭଳିଆ ଫିଲ୍ମ ହିଟ୍ ଦେଇଛନ୍ତି। ଏଇ ଯେଉଁ ଫିଲ୍ମଟି ବର୍ତ୍ତମାନ ଏବେକା ସିଚୁଏସନ୍ ଯେଉଁ ଜେନେରେସନ୍ରେ ଫିଲ୍ମ ଆସୁଛି, ରସିକ ନାଗର ଭଳିଆ ଫିଲ୍ମ ଆସୁଛି। ଗୋଟେ କଥା ଦେଖନ୍ତୁ, ରସିକ ନାଗର ଭଳିଆ ପିକ୍ଚର କରିବା ପାଇଁ, ରସିକ ନାଗର ଚରିତ୍ର କରିବା ପାଇଁ ଅଭିନେତା କାହାକୁ ନେବେ ଆପଣ? ଏଠି ସବୁ ଅଭିନେତା ନିଜ ନିଜ ଷ୍ଟାଇଲରେ ପିକ୍ଚରରେ ଏବେ ଅଭିନୟ କରୁଛନ୍ତି, ଯେଉଁଥିରେ ସେଫ୍ ରହିବେ ସେଇଭଳିଆ ସବଜେକ୍ଟ କହୁଛନ୍ତି। ଡାଇରେକ୍ଟର ଯେଉଁ ସବଜେକ୍ଟ ଚିନ୍ତା କରୁଛି ଆଜିକାଲି, ବହୁତ କମ୍ ଅଭିନେତା ସେଥିରେ ରାଜି ହେଉଛନ୍ତି କରିବା ପାଇଁ। ସେଥିପାଇଁ ମୋର ପ୍ରୋବ୍ଲେମ୍ ଅଛି ବି, ପାର୍ଟ 2 ତାର ହେଉଛି ବି।
शंभुर पार्ट 2 भी सार कर या पर पिक्चर केते रेवेन्यू दब ता बड़ कथा नुह तांको भितर जो जोश अच्छी शंभु पार्ट 1 पर पार्ट 2 भी से आरंभ कर ଅଭିନେତା ମାନେ କଣ मनमानी କରୁଛନ୍ତି? देखो मनमानी कथा पड़नी एटी हूँ कौन गोटे फिल्म करने गोटे टीम वर्क दरकार कथा बुझे जो बजेट कमी जाऊँगी से गोटे फिल्म माने कौन लुक भी कमी जाऊँगी तेणु जो बजेट लुक कमिला बेलू आपंकर लोक पसंद भी करूना तेणु बजेट जिते भल बजेट हम से भल फिल्म हम जिते भल बजेट ना भी जब माइंड सेट से तुम कोऑपरेशन आर्टिस्ट मैंने करेंगे ताल निश्चय भल फिल्म ମାନେ ଗୋଟେ ଫିଲ୍ମଟି ଯଦି ସୁପରହିଟ୍ ହେବା ପାଇଁ ଦରକାର ତାହେଲେ ସେଥିପାଇଁ ବଜେଟ୍ ଦରକାର। नहीं नहीं ସେଇଟା ହଉଛି କଥା ଦେଖନ୍ତୁ କୋଉ ସବଜେକ୍ଟରେ କୋଉ ବଜେଟ୍ ଧରନ୍ତୁ ଆମେ ଗୋଟେ ବଡ଼ ଆକ୍ସନ୍ ମୁଭି କରିବା ଯେ 5-6ଟା ଆକ୍ସନ୍ ହେଲେ ହେଇପାରିବ ଫ୍ୟାମିଲି ଡ୍ରାମା କଲେ କମ୍ ହେଇପାରିବ ମୁଁ ଯେମିତି ଆଶିକ ଦିୱାନ କଲି ଏବେ ସେମିତି ଯେ ସେଇ ଅନୁସାରେ ଗୋଟେ ଘର ଭିତର ଷ୍ଟୋରି ହେଲେ କମ୍ ବଜେଟ୍ ହେଇପାରିବ ତା ଭିତରେ ବି ଦରକାର ଦେଖନ୍ତୁ ଆମକୁ କେହି ଦେଖୁନାହାନ୍ତି କୋଉ ନିର୍ଦ୍ଦେଶକକୁ କୋଉ ପ୍ରଯୋଜକକୁ କୋଉ ଏଡିଟରକୁ କୋଉ କ୍ୟାମେରାମ୍ୟାନକୁ କେହି କେବେ ଦେଖୁନାହାନ୍ତି ଦର୍ଶକ କେବଳ ଦେଖୁଛନ୍ତି କଳାକାରଙ୍କୁ କଳାକାର ଯେମିତି ପରଫର୍ମ କରିବ सेमती लोक एंजॉय करेंगे आम आमर बेस्ट सदाबले दे था जो टीम टा नहीं था म्यूजिक डायरेक्टर हो कि कोरियोग्राफर हो कि डायलॉग राइटर हो समस्त बेस्ट नहीं था गोटे प्रयोजक ଦର୍ଶକ ମାନେ କୁହନ୍ତି ବାବୁସାନ ଆଉ ଅନୁଭବ ଛାଡ଼ିଦେଲେ ଆଉ କେହି ହିରୋ ନାହାନ୍ତି। सेटा भूल कथा मु केमते रिस्क नौ शंभुरे शुभम को कॉन्फिडेंस होची बड़ कथा जे बाबू अनुभव पिक्चर चलिबो आउ कहा पिक्चर चलिबोनी एटा भूल धारणा चले जानले समस्ते चलिबे सर पीयूष कनकर एटा प्रथम सिनेमा पीयूष आगुरी 2-3टा छवि कर मो सहित एटा प्रथम छवि दर्शक कह ओडिया फिल्म देखु ओडिया शिल्प को बंचातु आउ टीवी सहित मोबाइल सहित जी जड़ित होती फिल्म देखु एडा बड़ जो इंडस्ट्रीटा बंचिकी रहू आम भल कहले भी दर्शक खराब लिखे किंतु समस्ते फिल्म देखु आम भाषा जेहेतु भाषार पिक्चर देखु